ଗୋଟେ କ୍ରୋଧର ସମୟ। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଜଗତ ଉପରକୁ ଈଶ୍ୱରଙ୍କ କ୍ରୋଧ ଆସୁଛି। ଏବେ ଅଟକି ରହିଛି କାହିଁକି? ଅନୁଗ୍ରହ ଅଛି, ପବିତ୍ର ଆତ୍ମା ଅଛନ୍ତି, ମଣ୍ଡଳୀ ଅଛି, ସାଧୁ ଭକ୍ତ ମାନେ ଅଛନ୍ତି। ଯଦି ସାଧୁ ଭକ୍ତ ବିଶ୍ୱାସୀ ମାନେ ରହିବା ସମୟରେ ପୃଥିବୀର ଏ ଅବସ୍ଥା, ଏଠୁ ସେମାନେ ଚାଲିଗଲା ପରେ କି ଅବସ୍ଥା ହେବ, এইটা ଆମେ ଚିନ୍ତା କରିବା ଦରକାର ଯେ ପ୍ରଭୁଙ୍କ ଲୋକମାନେ ଏଠୁ ଗଲା ପରେ ପୃଥିବୀର ପରିସ୍ଥିତି କଣ ହେବା ପାଇଁ ଯାଉଛି। ଜଗତବାସୀ ଜାଣିନାହାନ୍ତି, ସେମାନେ ଭାବୁଛନ୍ତି ସେମାନଙ୍କ ସାଇନ୍ସ, ସେମାନଙ୍କ ଟେକ୍ନୋଲୋଜି, ସେମାନଙ୍କ ବୁଦ୍ଧି ବିଦ୍ୟା ଧନ ପୂଜା ନାନା ପଦ୍ଧତି ଦ୍ୱାରା ସେମାନେ ସବୁ କଷ୍ଟକୁ ଅଟକେଇ ଦେବେ। ଏବେ ଯଦି ଦୀପ ଲଗାଇଦେଲେ ବିଶ୍ୱ ଶାନ୍ତି ହେଇଯାଇଥାନ୍ତା, ଆମେ ସବୁ ଘରେ ଦୀପ ଲଗାଇଥାନ୍ତୁ। ମାନେ ଆଜି ଇଲେକ୍ଟ୍ରିକ ଲାଇଟ୍ ଆସିଲା ପରେ ବି ଦୀପ ଲଗାଇ ବସିଥାନ୍ତି। ଯଦି କିଛି ମନ୍ତ୍ର ତନ୍ତ୍ର ଜପ କରିଦେଲେ ସବୁ ଶାନ୍ତି ହେଇଯାଇଥାନ୍ତା, ଆଉ କିଛି କରିନଥାନ୍ତୁ, ଦିନ ରାତି ବସିକି ଈଶ୍ୱରଙ୍କୁ ଅଶାନ୍ତି କରିକି ଆମେ ଶାନ୍ତିରେ ରହିପାରିବାନି। ଈଶ୍ୱରଙ୍କୁ କ୍ରୋଧିତ କରି ଆମେ ଦଣ୍ଡରୁ ବର୍ତ୍ତି ପାରିବାନି। ତେଣୁ ଆମେ ସମସ୍ତେ ଯତ୍ନବାନ ହେବା ଦରକାର। ଆଜି ଆମେ ପ୍ରକାଶିତ ବାକ୍ୟ 15 ଅଧ୍ୟାୟ ଆମେ ଅଧ୍ୟୟନ କରିବା ପାଇଁ ଯିବା। ଏଇଟା ଗୋଟେ ସମ୍ପୂର୍ଣ୍ଣ ଅଧ୍ୟୟନ ନୁହେଁ, ସାମ୍ୟକ ଅଧ୍ୟୟନ। ଆମେ କିଛି ବୁଝିବା ପାଇଁ ଚେଷ୍ଟା କରିବା ଯେ ଜହନ କଣ କହିବା ପାଇଁ ଚେଷ୍ଟା କରୁଛୁ, ଜହନ ଏଇ ଅଧ୍ୟାୟରେ କଣ କହିବା ପାଇଁ ଚାହୁଁଛନ୍ତି। ଆମେ ଯଦି 15 ଅଧ୍ୟାୟକୁ ଭଲ କରିକି ଦେଖିବା, ଏଠି ଗୋଟେ ବିଷୟ ସେ କହୁଛନ୍ତି ଯେ ଜଗତ ପ୍ରତି ଈଶ୍ୱରଙ୍କ କ୍ରୋଧ ଆସୁଛି। ଯଦି ୟାର ପ୍ରସଙ୍ଗ ବା ଶୀର୍ଷକ ଦିଆଯାଏ, କୁହାଯାଇ ପାରିବ ଯେ ଜଗତ ପ୍ରତି ଈଶ୍ୱରଙ୍କ କ୍ରୋଧ ଆସୁଛି। ଆମେ ଯାହା ଯାହା ଦେଖିଛୁ ଏଇଗୁଡାକ କ୍ରୋଧର ଆରମ୍ଭ ଅଟେ, କିନ୍ତୁ 15 ଅଧ୍ୟାୟ ଆଗକୁ ଯଦି ଦେଖିବା, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜଗତକୁ ଦ୍ୱିତୀୟ ଆଗମନ କରିବା ପର୍ଯ୍ୟନ୍ତ, ରେପଚର ପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜଗତକୁ ଦ୍ୱିତୀୟ ଆଗମନ କରିବା ପୂର୍ବରୁ ଏହା ଈଶ୍ୱରଙ୍କର ଶେଷ କ୍ରୋଧ ଅଟେ, ଆଉ ଏହା ଅତି ଭୟଙ୍କର କ୍ରୋଧ ଅଟେ। ମାନେ ଏଇ ଅଧ୍ୟାୟରେ ଆମେ ଦେଖୁଛୁ ଯେ ସପ୍ତ ଦୂତ ପ୍ରସ୍ତୁତ ଅଛନ୍ତି ସପ୍ତ କ୍ରୋଧର ପାତ୍ର ଜଗତ ଉପରକୁ ଢାଳିବା ପାଇଁ। ଆଉ ଏଠି ଆମେ ଦେଖୁଛୁ ଯେ ଭଣ୍ଡ ଖ୍ରୀଷ୍ଟ ଉପରେ ବିଜେତା ମାନଙ୍କର ଗୋଟେ ଗୀତ ମଧ୍ୟ ଆମେ ଏଠି ଆମେ ଦେଖୁଛୁ, ବିଜୟୀ ଗୀତ ଗୋଟେ ଦେଖୁଛୁ। ଆସନ୍ତା ମାନେ ଧ୍ୟାନ କରିବା ପାଇଁ ଯିବା ଯେ ଜହନ କଣ ଦେଖୁଛନ୍ତି। ପ୍ରଥମ 2 ପଦ ପଢିବେ। ତପ୍ତରେ ମୁଁ ସ୍ୱର୍ଗରେ ଆଉ ଏକ ମହା ଅଦ୍ଭୁତ ଲକ୍ଷଣ ଦେଖିଲି। ସପ୍ତଦୂତ, ସେମାନଙ୍କ ହସ୍ତରେ ସପ୍ତ କ୍ଲେଶ, ଏହା ହିଁ ଶେଷ, କାରଣ ଏହି କ୍ଲେଶମାନଙ୍କରେ ଈଶ୍ୱରଙ୍କ କ୍ରୋଧ ସମାପ୍ତ। ଆଉ ମୁଁ ଦେଖିଲି ଯେପରି ଅଗ୍ନି ମିଶ୍ରିତ ଗୋଟିଏ କାଚମୟ ସମୁଦ୍ର, ପୁଣି ଯେଉଁମାନେ ପଶୁ, ତାହାର ପ୍ରତିମା ଓ ତାହା ନାମର ସଂଖ୍ୟା ଉପରେ ବିଜୟୀ ହୋଇଅଛନ୍ତି, ସେମାନେ ଈଶ୍ୱରଙ୍କ ବୀଣା ଧାରଣ କରି ସେହି କାଚମୟ ସମୁଦ୍ର ତୀରରେ ଦଣ୍ଡାୟମାନ ହୋଇଅଛନ୍ତି। ଏଠି ଆମେ ଦେଖୁଛୁ ତତ୍ପରେ ସେ କହୁଛନ୍ତି ତାପରେ ମୁଁ ସ୍ୱର୍ଗରେ ଆଉ ଏକ ମହାଲକ୍ଷଣ ଦେଖିଲି। କଣ ଦେଖିଲି? ମହାଲକ୍ଷଣ ଦେଖିଲି। ପରମେଶ୍ୱର ଲକ୍ଷଣ ଗୁଡିକ ଦ୍ୱାରା ତାଙ୍କର ବାସ୍ତବିକ ସତ୍ୟକୁ ପ୍ରକାଶ କରନ୍ତି। ପ୍ରଭୁ ଯୀଶୁ କହୁଛନ୍ତି ତୁମେ କାଳର ଲକ୍ଷଣ ବୁଝୁଛ, କିନ୍ତୁ ଶେଷ କାଳର ଲକ୍ଷଣ ବୁଝୁନା। ସେ କଣ କହୁଛନ୍ତି? ତତ୍ପରେ ମୁଁ ସ୍ୱର୍ଗରେ ଆଉ ଏକ ମହାଲକ୍ଷଣ ଦେଖିଲି। ଜହନ ଅନେକ ଥର ଏ କଥା ଲେଖିଛନ୍ତି, ଆପଣ ଦେଖିବେ 12 ପର୍ବ ତାର ପ୍ରଥମ ପଦ, ପ୍ରକାଶିତ ବାକ୍ୟ 12 ପର୍ବ ପ୍ରଥମ ପଦ। ପରେ ଆକାଶରେ ଗୋଟିଏ ମହାଲକ୍ଷଣ ଦେଖାଗଲା। ସୂର୍ଯ୍ୟ ପରିହିତ ଜଣେ ସ୍ତ୍ରୀ ଲୋକ, ତାହାଙ୍କ ପାଦ ତଳେ ଚନ୍ଦ୍ର ଓ ମସ୍ତକରେ 12 ନକ୍ଷତ୍ର ଖଚିତ ଗୋଟିଏ ମୁକୁଟ। ସେ କଣ କହୁଛନ୍ତି?
आकाशरे गोटे महालक्षण ये गोटे महालक्षण देखा ଆପଣ 3 ପଦ ପଢନ୍ତୁ 12 ପର୍ବ 3 ପଦ। ଆକାଶରେ ଆଉ ଗୋଟିଏ ଲକ୍ଷଣ ଦେଖାଗଲା, ଦେଖ ଗୋଟିଏ ଲୋହିତ ବର୍ଣ୍ଣ ପ୍ରକାଣ୍ଡ ସର୍ପ, ତାହାର ସପ୍ତ ମସ୍ତକ ଓ 10 ଶୃଙ୍ଗ, ପୁଣି ମସ୍ତକ ଗୁଡ଼ିକ ଉପରେ ସପ୍ତ ମୁକୁଟ। ସେ କହୁଛନ୍ତି ଆକାଶରେ ଆଉ ଗୋଟିଏ ମହାଲକ୍ଷଣ ଦେଖାଗଲା। ଏଠି 15 ଅଧ୍ୟାୟରେ କଣ କହୁଛନ୍ତି ପ୍ରଥମ ପଦରେ, ତତ୍ପରେ ମୁଁ ସ୍ୱର୍ଗରେ ଆଉ ଏକ ମହାଲକ୍ଷଣ ଦେଖିଲି। ଜଣ କଣ କହୁଛନ୍ତି ମୁଁ ଦେଖିଲି, ସେ କଣ ଦେଖୁଛନ୍ତି ଯେ ସପ୍ତ ଦୂତ ସେମାନଙ୍କ ହସ୍ତରେ ସପ୍ତ କ୍ଲେଶ, ସପ୍ତ ଆଶୀର୍ବାଦ ନାହିଁ, ସପ୍ତ କ୍ଲେଶ। ଏବେ ମଣ୍ଡଳୀ ଗୁଡିକୁ ବିଶ୍ୱାସୀ ମାନଙ୍କୁ ଯୋଉ ଆଶୀର୍ବାଦର ଶିକ୍ଷା ଦିଆଯାଉଛି ଏଇଟା ଲୋକମାନଙ୍କୁ ବିନଷ୍ଟ କରିଦେବ, ଏଇଟା ବିନଷ୍ଟ କରିବ। ଆଜିର ସମୟରେ ଯଦି ଆମେ ପ୍ରଚାରକ ମାନେ ଲୋକପ୍ରିୟ ହେବା ପାଇଁ ଆରମ୍ଭ କରିବା, ଆମେ ପ୍ରଭୁ ପ୍ରିୟ କେତେବେଳେ ହେବା? ପ୍ରଭୁଙ୍କର ଦାସ ମାନେ, ଭାବବାଦୀ ମାନେ, ସେମାନେ କେବେ ବି ପ୍ରେରିତ ମାନେ କେବେ ମଧ୍ୟ ସେମାନେ ଲୋକପ୍ରିୟ ନଥିଲେ, ଜନପ୍ରିୟ ନଥିଲେ। ଯଦି ମୁଁ ଲୋକପ୍ରିୟ ହେବି, ପ୍ରଭୁ ପ୍ରିୟ ନଥିବି। ପ୍ରଭୁଙ୍କ ଦାସ ମାନଙ୍କ ଲୋକ ଘୃଣା କରିବା ଦରକାର, ସେମାନଙ୍କ ଶିକ୍ଷା ଦ୍ୱାରା, ସେମାନଙ୍କ ସମ୍ବାଦ ଦ୍ୱାରା। ଏଇଟା ଆପଣ ମନେ ରଖିଥାନ୍ତି। ଆମେ କଣ ହଉଛି ଯେ ଲୋକମାନଙ୍କ ଦ୍ୱାରା ପ୍ରିୟ ପାତ୍ର ହେବା ପାଇଁ ଚାହୁଁଛୁ। ଲୋକମାନେ ଆମକୁ ଫୁଲମାଳ ପିନ୍ଧେଇ ସଲ୍ ଦେଇ ଜୟ ଜୟ କରିକି ଆମକୁ କଣ କରୁଛନ୍ତି, ଗତିରେ ଚଢାଉଛନ୍ତି। ଆମେ ଭାବୁଛୁ वी आर ମହାନ ବୋଲିକିରି। ଆମେ କିଛି ମହାନ ନାହିଁ, ମହାନ ହଉଛନ୍ତି ଈଶ୍ୱର, ଆମେ ତ ସେବକ। ଯଦି ଚାକର ମାନଙ୍କର ଜୟଗାନ ହୁଏ କେମିତି ଥିବ? ଆମେ ତ ଦାସ ଅଟୁ। ଆପଣ କେବେ ଦେଖିଛନ୍ତି ଚାକରକୁ ଜୟ ଜୟ କରି ନେବାର? ଏଠି ଆମେ ଦେଖୁଛୁ କଣ କାହିଁକି ସମସ୍ୟା ହଉଛି, ମୂଳ ବିଷୟ ଯେ ଆମେ ଆଗାମୀ କ୍ରୋଧ ବିଷୟରେ ଲୋକମାନଙ୍କୁ ଜଣାଉନାହୁଁ। ଆମେ ଲୋକମାନଙ୍କୁ ଜଣାଉନା ଯେ କ୍ରୋଧ ଆସୁଛି। ଦୂତ କଣ କରୁଛନ୍ତି? ସପ୍ତ ଦୂତ ସେମାନଙ୍କ ହସ୍ତରେ ସପ୍ତ କ୍ଲେଶ। ଆଜିର ଦୂତ ମାନେ କଣ? ଆଶୀର୍ବାଦର ପାତ୍ର ଧରି ବୁଲୁଛନ୍ତି, ଆଶୀର୍ବାଦର ପାତ୍ର। କଣ? God is going to bless you, God is going to bless you ନାହିଁ। कर्ष आସୁଛି, ବିନାଶ ଆସୁଛି, ସର୍ବନାଶ ଆସୁଛି। ଯୋହନ ସେ ଦେଖୁଛନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଗାମୀ ସମୟରେ ଭଲ ସମୟ ଆଉ ପାଇବେ ନାହିଁ। ଆମେ ପ୍ରକାଶିତ ବାକ୍ୟ ଯେତେବେଳେ ଦେଖୁଛୁ, ମଣ୍ଡଳୀ ଥିବା ପର୍ଯ୍ୟନ୍ତ ଟିକେ ଟିକେ ଚଳିବ, ମଣ୍ଡଳୀ ଥିବା ପର୍ଯ୍ୟନ୍ତ କୌଣସି କ୍ଲେଶ ଘଟୁନାହିଁ। ମଣ୍ଡଳୀ ଗଲା ପରେ ତ ଗୋଟେ ପରେ ଗୋଟେ, ଗୋଟେ ପରେ ଗୋଟେ, ଗୋଟେ ପରେ ଗୋଟେ କ୍ଲେଶ ଘଟି ଘଟି ଯାଉଛି। କଣ ଲେଖାଯାଉଛି? ତତ୍ପରେ ମୁଁ ସ୍ୱର୍ଗରେ ଆଉ ଏକ ମହାଲକ୍ଷଣ ଦେଖିଲି, ସପ୍ତ ଦୂତ ସେମାନଙ୍କ ହସ୍ତରେ ସପ୍ତ କ୍ଲେଶ, ଏହା ହିଁ ଶେଷ। କାରଣ ଏଇ କ୍ଲେଶ ମାନଙ୍କରେ ଈଶ୍ୱରଙ୍କ କ୍ରୋଧ ସମାପ୍ତ, ମାନେ କ୍ରୋଧର ପାତ୍ର ସରିବାକୁ ଯାଉଛି ଏଇ ସପ୍ତ କ୍ଲେଶ ଦ୍ୱାରା। ଏଇଟା ସେ ଦେଖୁଛନ୍ତି। ଆପଣ 6-7 ପଦ ପଢନ୍ତୁ। ଆଉ ମନ୍ଦିରରୁ ସେହି ସପ୍ତକ୍ଲେଶଧାରୀ ସପ୍ତଦୂତ ବାହାରି ଆସିଲେ। ସେମାନେ ମଣିଖଚିତ ନିର୍ମଳ ଓ ଉଜ୍ଜ୍ୱଳ ମସିନା ବସ୍ତ୍ର ପରିହିତ, ପୁଣି ସେମାନଙ୍କ ବକ୍ଷସ୍ଥଳରେ ସୁବର୍ଣ୍ଣ ପଟୁକା ବଦ୍ଧ। ସେଥିରେ 4 ପ୍ରାଣୀଙ୍କ ମଧ୍ୟରୁ ଗୋଟିଏ ପ୍ରାଣୀ ଅନନ୍ତଜୀବୀ ଈଶ୍ୱରଙ୍କ କ୍ରୋଧରେ ପରିପୂର୍ଣ୍ଣ ସପ୍ତ ସୁବର୍ଣ୍ଣ ପାତ୍ର ସେହି ସପ୍ତଦୂତଙ୍କୁ ଦେଲେ। ସେ କଣ କହୁଛନ୍ତି? ସେ କଣ ଦେଖୁଛନ୍ତି? ସେ ସପ୍ତ ଦୂତଙ୍କୁ ଦେଖୁଛନ୍ତି। ସପ୍ତ ଦୂତଙ୍କ ହସ୍ତରେ ସପ୍ତ କ୍ରୋଧର ପାତ୍ର ଅଛି। ଆଉ ସେମାନେ ଦେଖିବା ପାଇଁ କେମିତି? ସେ ଦୂତ ମାନେ ସେ କହୁଛନ୍ତି, ଆଉ ପର୍ବତରୁ ସେଇ ସପ୍ତ କ୍ଲେଶଧାରୀ ସପ୍ତ ଦୂତ ବାହାରି ଆସିଲେ। ସେମାନେ ମଣି ଖଚିତ ନିର୍ମଳ ଓ ଉଜ୍ଜଳ ମସିନା ବସ୍ତ୍ର ପରିହିତ, ପୁଣି ସେମାନଙ୍କ ବକ୍ଷସ୍ଥଳରେ ସୁବର୍ଣ୍ଣ ପଟୁକା ବଦ୍ଧ।
ସେଥିରେ ଚାରି ପ୍ରାଣୀଙ୍କ ମଧ୍ୟରୁ ଗୋଟିଏ ପ୍ରାଣୀ ଅନନ୍ତ ଜୀବୀ ଈଶ୍ୱରଙ୍କ କ୍ରୋଧରେ ଅନନ୍ତ ଜୀବୀ କିଏ ଈଶ୍ୱର ଅଟନ୍ତି ଈଶ୍ୱରଙ୍କ କ୍ରୋଧ ପାତ୍ରରେ ପରିପୂର୍ଣ୍ଣ ସପ୍ତ ସୁବର୍ଣ୍ଣ ପାତ୍ର ସେ ସପ୍ତ ଦୂତଙ୍କୁ ଦେଲେ। ଏଇଟା ସେ ଜହନ ଭଲ କରିକି ଦେଖୁଛନ୍ତି ଯେ ସେମାନେ କଣ କରିଲେ ସେମାନଙ୍କୁ ଦିଆଗଲା। ସେମାନଙ୍କର କାର୍ଯ୍ୟ କଣ ଦୂତ ମାନଙ୍କର? ସେ ଦୂତ ମାନଙ୍କର କାର୍ଯ୍ୟ ହଉଛି ଆମେ ଦେଖୁଥିଲୁ ଯେ ପ୍ରଥମ ଅଧ୍ୟାୟରେ ତାର ପ୍ରଥମ ପଦରେ ଆମେ ଦେଖୁଥିଲୁ ଏଇ କ୍ରୋଧର ପାତ୍ରକୁ ପୃଥିବୀରେ ଢାଳିବେ। ଦେଖୁଛନ୍ତି ଦୂତ ମାନଙ୍କୁ ସେମାନେ କି ପ୍ରକାର ବସ୍ତ୍ର ପରିହିତ ଦେଖୁଛନ୍ତି। ତାପରେ କଣ ଦେଖୁଛନ୍ତି ସେ ଯେ ସେମାନଙ୍କ କାମ କଣ ଏ ଯୋଉ ପାତ୍ର ଗୁଡାକ ଧରିଛନ୍ତି ଏଇଟା ପୃଥିବୀ ଉପରକୁ ଢାଳିବେ। ଈଶ୍ୱରଙ୍କର କ୍ରୋଧ ରୂପ ପାତ୍ର ପୃଥିବୀ ଉପରେ ଢାଳିବେ। ସେମାନେ କିପରି ଦେଖା ଯାଉଛନ୍ତି ଆମେ 6 ପଦରେ ଆମେ ଦେଖିଲୁ। ତାପରେ ସେ କଣ ଦେଖୁଛନ୍ତି 2 ପଦରେ ଆଉ ମୁଁ ଦେଖିଲି ଯେପରି ଅଗ୍ନି ମିଶ୍ରିତ ଗୋଟିଏ କାଚମୟ ହ୍ରଦ ଆଉ ଯେଉଁମାନେ ପଶୁ ଓ ତାହାର ପ୍ରତିମା ଓ ତାର ନାମର ସଂଖ୍ୟା ଉପରେ ବିଜୟୀ ହୋଇଥିଲେ ସେମାନେ ଈଶ୍ୱରଙ୍କ ବୀଣା ଧାରଣ କରି ସେହି କାଚମୟ ସମୁଦ୍ର ତୀରରେ ଦଣ୍ଡାୟମାନ ହୋଇଅଛନ୍ତି। ଏଇଟା ସେ ଦେଖୁଛନ୍ତି। ଯାହା ଆପଣ ଦେଖିବେ ପ୍ରକାଶିତ ବାକ୍ୟ 4 ପର୍ବ ତାର 6 ପଦରେ ସେ ଯାହା ଦେଖିଥିଲେ ଠିକ ସେଇଆ ସେ ଦେଖୁଛନ୍ତି। ପ୍ରକାଶିତ ବାକ୍ୟ 4 ପଦ। ସିଂହାସନ ସମ୍ମୁଖରେ ସ୍ଫଟିକ ପରି ସ୍ୱଚ୍ଛ ଏକ ସମୁଦ୍ର, ସିଂହାସନ ଚତୁର୍ଦିଗର ମଧ୍ୟସ୍ଥଳରେ 4 ପ୍ରାଣୀ, ସେମାନଙ୍କର ଅଗ୍ର ଓ ପଶ୍ଚାତ୍ ଚକ୍ଷୁରେ ପରିପୂର୍ଣ୍ଣ। ସେ ଯାହା ଦେଖିଥିଲେ ଯେ ସିଂହାସନ ସମ୍ମୁଖରେ ସ୍ଫଟିକ ପରି ସ୍ୱଚ୍ଛ ଏକ ସମୁଦ୍ର, ଠିକ ସେଇଆକୁ ସେଇଠି ସେ ଦେଖୁଛନ୍ତି। ପୁଣି ଥରେ ଦେଖୁଛନ୍ତି ସେଇ ପାଖରେ କଣ ଯେ ଏମାନେ ବିଜୟୀ ଲୋକମାନେ ସେଠି ଅଛନ୍ତି, ଯେନ୍ ପଶୁର ଚିହ୍ନକୁ ଗ୍ରହଣ କରିନାହାନ୍ତି। ଏବେ ମଧ୍ୟ ଜଗତରେ ସେ ଚିହ୍ନଟା ଆମେ ଦେଖୁଛୁ କାର୍ଯ୍ୟ ହେବାର, ଏଟା ସ୍ପଷ୍ଟ ଭାବରେ କାର୍ଯ୍ୟକାରୀ ହେଇନି। ଯେତେବେଳେ ମଣ୍ଡଳୀ ଉଠେଇ ନିଆଯିବ ଆଗକୁ ଦେଖିବେ ଆପଣ କିଣା ବିକା କରିପାରିବେନି। ଆଗର ସମୟ ଭୟଙ୍କର। ମୁଁ ଆପଣଙ୍କୁ କହୁଥିଲି ଯଦି ଜଣେ ବ୍ୟକ୍ତି ରେପ୍ଚରରେ ଗଲା ନାହିଁ, ପ୍ରଭୁଙ୍କର ଆଗମନ ସମୟରେ ଗଲା ନାହିଁ, ରହିଗଲା, ସେ କଣ କରିବ? ତାକୁ ତ ଇଲେକ୍ଟ୍ରିକ ଦରକାର ନା ନାହିଁ। ଟିକେ କରେଣ୍ଟ ଗଲେ ରହିପାରୁନାହିଁ, ପାଣି ନ ଆସିଲେ ରହିପାରିବୁ ନାହିଁ, ପାଣି ବି ଏବେ ଘରେ ନାହିଁ, ଢେଙ୍କିଆ ନାହିଁ, କିଛି ନାହିଁ। ଯଦି ଆପଣଙ୍କ ଘରେ ନିଜର ନଳକୂଅ ଥିଲେ ମଧ୍ୟ ଆପଣଙ୍କୁ କରେଣ୍ଟ ଦରକାର, ଆପଣଙ୍କୁ ଗ୍ୟାସ ଦରକାର, ଡାଲି ଚାଉଳ ଦରକାର, ଔଷଧ ଦରକାର, ବସରେ ଯିବାର ଅଛି, ଟ୍ରେନରେ ଯିବାର ଅଛି, ପିଲା ସ୍କୁଲ ଯିବାର ଅଛି। ଏସବୁ ଚିହ୍ନ ନ ଗ୍ରହଣ କଲେ କେମିତି ଆସିବ? ତେଣୁ ଏବେ ଗୋଟେ ଚିହ୍ନ ଗ୍ରହଣ କରିବା ଅଛି। ପ୍ରଭୁଙ୍କର ଚିହ୍ନ ଗ୍ରହଣ କରିଦେଇଥିଲେ ସେ ଚିହ୍ନରୁ ରକ୍ଷା ପାଇଯିବ, ଆଉ କିଛି ନାହିଁ। ତେଣୁ ଆପଣଙ୍କୁ ମୁଁ କହିବା ପାଇଁ ଚାହେଁ, ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ଅଜାଗ୍ରତ ହୋଇ ରହିବାନି, ଅଜାଗ୍ରତ ରହିବାନି। ଆପଣ ଟିକେ 5 ପଦ ଆଉ 8 ପଦ ପଢନ୍ତୁ। ଏଥିଉତ୍ତାରେ ମୁଁ ଦେଖିଲି ସ୍ୱର୍ଗସ୍ଥ ସାକ୍ଷ୍ୟ ତମ୍ବୁର ମନ୍ଦିରର ଦ୍ୱାର ଉନ୍ମୁକ୍ତ ହେଲା। ସେଥିରେ 4 ପ୍ରାଣୀଙ୍କ ମଧ୍ୟରୁ ଗୋଟିଏ ପ୍ରାଣୀ ଅନନ୍ତଜୀବୀ ଈଶ୍ୱରଙ୍କ କ୍ରୋଧରେ ପରିପୂର୍ଣ୍ଣ ସପ୍ତ ସୁବର୍ଣ୍ଣ ପାତ୍ର ସେହି ସପ୍ତଦୂତଙ୍କୁ ଦେଲେ। 8 ପଦ। ଆଉ ଈଶ୍ୱରଙ୍କ ଗୌରବ ଓ ଶକ୍ତିର ଧୂମରେ ମନ୍ଦିର ପରିପୂର୍ଣ୍ଣ ହେଲା। ସପ୍ତଦୂତଙ୍କ ସପ୍ତକ୍ଲେଶ ସମାପ୍ତ ନ ହେବା ପର୍ଯ୍ୟନ୍ତ କେହି ମନ୍ଦିରରେ ପ୍ରବେଶ କରି ପାରିଲେ ନାହିଁ। ଲେଖାରେ ଅଛି କଣ ଯେ ସାକ୍ଷ୍ୟ ତମ୍ବୁର ମନ୍ଦିରର ଦ୍ୱାର ଉନ୍ମୁକ୍ତ ହେଉଛି, ଆଉ ଈଶ୍ୱରଙ୍କର କ୍ରୋଧ ସମାପ୍ତ ନ ହେବା ପର୍ଯ୍ୟନ୍ତ ଈଶ୍ୱରଙ୍କ ଗୌରବ ଶକ୍ତିର ଧୂମରେ ପରିପୂର୍ଣ୍ଣ ମନ୍ଦିର ପରିପୂର୍ଣ୍ଣ ହେଲା, ଆଉ ସେଠି କେହି ପ୍ରବେଶ କରି ପାରୁନାହାନ୍ତି। ମାନେ ଈଶ୍ୱରଙ୍କର ମନ୍ଦିର ଧୂମରେ ପରମେଶ୍ୱରଙ୍କର ଉପସ୍ଥିତିରେ ପରିପୂର୍ଣ୍ଣ ହେବାର ଆମେ ଦେଖୁଛୁ।
ଆଉ ଯୋହନ କଣ ଶୁଣୁଛନ୍ତି, ସେ କଣ ଶୁଣୁଛନ୍ତି ଟିକେ ଦେଖିବା ସେଇଠି, ଯେ ସେ 2 ପଦରୁ 4 ପଦ ଟିକେ ଦେଖିବା, 2 ପଦରୁ 4 ପଦ ସେ କଣ ଶୁଣୁଛନ୍ତି। ଆଉ ମୁଁ ଦେଖିଲି ଏପରି ଅଗ୍ନି ମିଶ୍ରିତ ଗୋଟିଏ କାଚମୟ ସମୁଦ୍ର, ପୁଣି ଯେଉଁମାନେ ପଶୁ ତାହାର ପ୍ରତିମା ଓ ତାହାର ନାମର ସଂଖ୍ୟା ଉପରେ ବିଜୟୀ ହୋଇଅଛନ୍ତି, ସେମାନେ ଈଶ୍ୱରଙ୍କ ବୀଣା ଧାରଣ କରି ସେହି କାଚମୟ ସମୁଦ୍ର ତୀରରେ ଦଣ୍ଡାୟମାନ ହୋଇଅଛନ୍ତି। ସେମାନେ ଈଶ୍ୱରଙ୍କ ଦାସ ମଶା ଓ ମେଷ ଶାବକଙ୍କ ଗୀତ ଗାନ କରି କହୁଅଛନ୍ତି, ହେ ପ୍ରଭୁ ସର୍ବଶକ୍ତିମାନ ଈଶ୍ୱର, ତୁମ୍ଭର କର୍ମ ସମୂହ ମହତ୍ ଓ ଆଶ୍ଚର୍ଯ୍ୟ। ହେ ଜାତି ସମୂହର ରାଜା, ତୁମ୍ଭର ପଥ ସମସ୍ତ ନ୍ୟାଯ୍ୟ ଓ ସତ୍ୟ। ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ? କିଏ ତୁମ୍ଭ ନାମର ଗୌରବ କୀର୍ତ୍ତନ ନ କରିବ? କାରଣ କେବଳ ତୁମ୍ଭେ ହିଁ ପବିତ୍ର। ଜାତି ସମୂହ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ, ତେଣୁ ତୁମ୍ଭର ନ୍ୟାଯ୍ୟ କର୍ମ ସମୂହ ପ୍ରକାଶିତ ହୋଇଅଛି। ଏଠି ଆମେ 2ଟା ବିଷୟ ଦେଖୁଛୁ। ପ୍ରଥମରେ ଦେଖିଲୁ ଯୋହନ କଣ ଦେଖିଲେ, ସେଇଟା ଆମେ ଦେଖିଲୁ। ଏବେ ଦ୍ୱିତୀୟରେ ଆମେ କଣ ଦେଖୁଛୁ, ଯୋହନ କଣ ଶୁଣିଲେ। ଯୋହନ କଣ ଶୁଣୁଛନ୍ତି, ଯୋହନ କଣ ଶୁଣୁଛନ୍ତି। ପ୍ରଥମରେ କହୁଛନ୍ତି ମୁଁ ଦେଖିଲି ଯେ ଗୋଟିଏ ଅଗ୍ନି ମିଶ୍ରିତ ଗୋଟିଏ କାଚମୟ ସମୁଦ୍ର, ପୁଣି ଯେଉଁମାନେ ପଶୁ ଓ ତାହାର ପ୍ରତିମା ଓ ତାର ନାମର ସଂଖ୍ୟା ଉପରେ ବିଜୟୀ ହୋଇ ଅଛନ୍ତି, ସେମାନେ ଈଶ୍ୱରଙ୍କ ବୀଣା ଧାରଣ କରି ସେହି କାଚମୟ ସମୁଦ୍ର ତୀରରେ ଦଣ୍ଡାୟମାନ ହୋଇ ଅଛନ୍ତି। ସେମାନେ ଈଶ୍ୱରଙ୍କ ଦାସ ମଶା ଓ ମେଷ ଶାବକ ଗୀତ ଗାନ କରି କହୁଅଛନ୍ତି। ସେ ଏବେ ଶୁଣୁଛନ୍ତି, ଗାନ କରି କହୁଛନ୍ତି, ହେ ପ୍ରଭୁ ସର୍ବଶକ୍ତିମାନ ଈଶ୍ୱର। ସେମାନେ କଣ କହୁଛନ୍ତି, ହେ ପ୍ରଭୁ ସର୍ବଶକ୍ତିମାନ ଈଶ୍ୱର, ତୁମର କାର୍ଯ୍ୟ ସମୂହ ମହତ୍ ଓ ଆଶ୍ଚର୍ଯ୍ୟ। ଏ ଜାତି ସମୂହର ରାଜା, ତୁମର ପଥ ସମସ୍ତ ନ୍ୟାଯ୍ୟ ଓ ସତ୍ୟ। ହେ ପ୍ରଭୁ, କିଏ ତୁମକୁ ଭୟ ନ କରିବ? କିଏ ତୁମ ନାମର ଗୌରବ କୀର୍ତ୍ତନ ନ କରିବ? କାରଣ କେବଳ ତୁମ୍ଭେ ହିଁ ପବିତ୍ର। କାରଣ କେବଳ ତୁମ୍ଭେ ହିଁ ପବିତ୍ର, କାରଣ ସେପରି ପବିତ୍ର ଆଉ କେହି ନୁହନ୍ତି। ତେଣୁ ସେଇଦିନ ସେମାନେ କଣ କହୁଛନ୍ତି, ସୈନ୍ୟାଧିପତି ସଦା ପ୍ରଭୁ ପବିତ୍ର ପବିତ୍ର ପବିତ୍ର। ଏ ତ୍ରିବାର ପବିତ୍ର କହିବାର ମାନେ କଣ, ସେ ସମ୍ପୂର୍ଣ୍ଣ ପବିତ୍ର ଅଟନ୍ତି, ସିଦ୍ଧତାରେ ପବିତ୍ରତାରେ ସେ ସିଦ୍ଧ ଅଟନ୍ତି। ପବିତ୍ରତାରେ ସେ ସିଦ୍ଧ ଅଟନ୍ତି। ଲେଖା ଅଛି କଣ, କାରଣ କେବଳ ତୁମ୍ଭେ ହିଁ ପବିତ୍ର। ଜାତି ସମୂହ ଆସି ତୁମ ଛାମୁରେ ପ୍ରଣାମ କରିବେ, ଯେହେତୁ ତୁମର ନ୍ୟାଯ୍ୟ କାର୍ଯ୍ୟ ସମୂହ ପ୍ରକାଶିତ ହୋଇଅଛି। ଏଇଟା ସେ ଦେଖୁଛନ୍ତି। ଏଠି କଣ ଲେଖା ଯାଉଛି, ଯେ ଈଶ୍ୱରଙ୍କ ଦାସ ମଶା ଆଉ ମେଷ ଶାବକ ଗୀତ, 2ଟା ଗୀତ ସେମାନେ ବୋଲୁଛନ୍ତି। ଗୋଟେ ଅଛି ମଶାଙ୍କ ଗୀତ, ଆଉ ଗୋଟେ ଅଛି ମେଷ ଶାବକଙ୍କର ଗୀତ। ଯଦି ଆପଣ ଦେଖିବେ ଦ୍ୱିତୀୟ ବିବରଣ ତାର 32 ପର୍ବ 3 ଆଉ 4 ପଦ, ଦ୍ୱିତୀୟ ବିବରଣ 32 ତାର 3 ଆଉ 4। କାରଣ ମୁଁ ସଦାପ୍ରଭୁଙ୍କ ନାମ ପ୍ରଚାର କରିବି, ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ମହିମା ଆରୋପ କର। ସେ ତ ଶୈଳ, ତାହାଙ୍କ କର୍ମ ସିଦ୍ଧ, କାରଣ ତାହାଙ୍କର ସକଳ ପଥ ନ୍ୟାଯ୍ୟ। ସେ ବିଶ୍ୱସ୍ତ ଓ ଅଧର୍ମ ରହିତ ପରମେଶ୍ୱର, ସେ ଧାର୍ମିକ ଓ ସରଳ ଅଟନ୍ତି। ଏଇ ଗୀତଟା ସ୍ୱର୍ଗରେ ବି ବୋଲା ଯାଉଛି। ଏଇଠି ମଶା ବୋଲୁଛନ୍ତି, ଆଉ ଏଇ ଗୀତ ସ୍ୱର୍ଗରେ ବି ବୋଲା ଯାଉଛି। ସେ କଣ କହୁଛନ୍ତି, ମୁଁ ସଦାପ୍ରଭୁଙ୍କ ନାମ ପ୍ରଚାର କରିବି, ତୁମେ ମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ଗୌରବ ଆରୋପ କର। ସେ ତ ଶୈଳ, ତାହାଙ୍କ କାର୍ଯ୍ୟ ସିଦ୍ଧ, କାରଣ ତାହାଙ୍କର ସକଳ ପଥ ନ୍ୟାୟ ଓ ବିଶ୍ୱସ୍ତ ଓ ଅଧର୍ମ ରହିତ ପରମେଶ୍ୱର। କେମିତି ପରମେଶ୍ୱର? ଅଧର୍ମ ରହିତ ପରମେଶ୍ୱର, ସେ ଧାର୍ମିକ ଓ ସରଳ ଅଟନ୍ତି। ଏଇଟାକୁ ସ୍ୱର୍ଗରେ ବି ବୋଲା ଯାଉଛି ଗୀତଟା, ମେଷ ଶାବକ ଗୀତ ବି ବୋଲା ଯାଉଛି। 2ଟି ଭିନ୍ନ ଭିନ୍ନ ଗୀତ ଆମେ ଦେଖୁଛୁ। ସେ ମଶା କିଏ? ଯେ ଇସ୍ରାଏଲ ଲୋକମାନଙ୍କୁ
ମିଶରରୁ ବାହାର କରି ଆଣିଥିଲେ। ପ୍ରଭୁ ଯୀଶୁ କିଏ? ଯେ ପାପମୟ ଜଗତରୁ ଆମକୁ ବାହାର କରି ନେଇକି ଯାଇଛନ୍ତି। ଏ ଦି ଜଣଙ୍କର ଗୀତ ଯେମାନେ ଅନ୍ୟମାନଙ୍କର ଉଦ୍ଧାର କାରଣ ହେଇଛନ୍ତି, ସେ ଗୀତ ବୋଲା ଯାଉଛି। ପ୍ରଭୁଙ୍କ ନାମର ସ୍ତୁତି ହଉ। ଆମେ ଆଗାମୀ ଅଧ୍ୟାୟରେ 16 ଅଧ୍ୟାୟରେ ଆମେ ଦେଖିବା ଏଇଠି ଯୋଉ ଆଭାସ ଦିଆଯାଉଛି ଜଗତ ପ୍ରତି କ୍ରୋଧ ଆସୁଛି, ସେ କ୍ରୋଧ ଗୁଡିକ କେମିତି ଥିବ ଆମେ ଆଗାମୀ ଅଧ୍ୟାୟ ଗୁଡିକରେ ଦେଖିବା। ପ୍ରିୟ ଭାଇ ଭଉଣୀ ମାନେ, ଏବେ ଯାହା ଘଟୁଛି ତାହା କିଛି ନୁହେଁ, ଆଗାମୀ କ୍ରୋଧ ତୁଳନାରେ କିଛି ନୁହେଁ। ଏ ଜଗତବାସୀ ଜାଣନ୍ତି ନାହିଁ। ପ୍ରକାଶିତ ବାକ୍ୟ ଆମ ପାଇଁ ଭୟ ହେବାର ପୁସ୍ତକ ନୁହେଁ, ପ୍ରସ୍ତୁତ ହେବାର ପୁସ୍ତକ ଅଟେ। ଆମକୁ ପ୍ରସ୍ତୁତ ହେବା ଦରକାର, ଭୟଗ୍ରସ୍ତ ହୋଇ ଥରହର ନାହିଁ। ଲୋକମାନେ ବାକ୍ୟ ପ୍ରକାଶିତ ବାକ୍ୟ ଶୁଣିବେ, 2 ଦିନ ଭୟ କରିଦେବେ, ତାପରେ ଭୟ ବି ଉଭା ନେଇଯାଉଛି, ଭୟ ରହୁନାହିଁ ଆଉ। ପ୍ରସ୍ତୁତ ହେଇ ରୁହନ୍ତୁ। ଏହା ଏକ ବାସ୍ତବ ପୁସ୍ତକ ଅଟେ, ଏହା କାଳ୍ପନିକ ଅତିରଞ୍ଜିତ ପୁସ୍ତକ ନୁହେଁ। ଅନେକ ଲୋକ এই ପୁସ୍ତକକୁ ଅବହେଳା କରନ୍ତି, ପ୍ରଚାର ଶୁଣନ୍ତି ନାହିଁ, କରନ୍ତି ବି ନାହିଁ। କିନ୍ତୁ ଜାଣିବା ଦରକାର ଯେ ଆଗାମୀ ସମୟରେ ଯୋଉ ଭୟଙ୍କର ସମୟ ଆସୁଛି, ଯେଉଁମାନେ ପୃଥିବୀ ନିବାସୀ ମାନଙ୍କ ପ୍ରତି କି ଅବସ୍ଥା ଘଟିବ, ଯେଉଁମାନେ ପଶୁର ଚିହ୍ନ ଗ୍ରହଣ କରିନାହାନ୍ତି, ତାକୁ ପ୍ରଣାମ କରିନାହାନ୍ତି, ତାପରେ ଜୟଲାଭ କରିଛନ୍ତି, ସେମାନେ ତ ବର୍ତ୍ତିଯିବେ। ଚିହ୍ନ ଗ୍ରହଣ କରିଛନ୍ତି, ସେମାନଙ୍କ ଅବସ୍ଥା କଣ? ଯେଉଁମାନେ ତାର ଚିହ୍ନ ଗ୍ରହଣ କରିବେ ନାହିଁ, ସେମାନେ ବଞ୍ଚି ପାରିବେନି, ସେମାନେ ସାକ୍ଷମର ହେଇଯିବେ। ସେମାନେ କହିବେ ମରିବୁ ପଛେ ତାର ଚିହ୍ନ ଗ୍ରହଣ କରିବୁ ନାହିଁ। ତାର ଚିହ୍ନ ଗ୍ରହଣ ନ କରିବା ଲୋକ କେହି ବଞ୍ଚି ପାରିବନି। ଆମେ ଦେଖୁଛୁ ସେଇଟା। ଏମାନେ କୋର୍ଟରୁ ବାହାରିଛନ୍ତି ବୋଲି ଲେଖାଯାଉଛି, ଏମାନେ ମହାକ୍ଲେଶରୁ ବାହାରି ଆସିଛନ୍ତି, ମହାକ୍ଲେଶରୁ ବାହାରି ଆସିଛନ୍ତି। ତ ପ୍ରଭୁ ଆପଣ ମାନଙ୍କୁ ଅନୁଗ୍ରହ କରନ୍ତୁ ଆଗାମୀ ସମୟରେ ସୁପ୍ରସ୍ତୁତ ଜୀବନ କାଟିବା ପାଇଁ, ଜାଗ୍ରତ ଜୀବନ କାଟିବା ପାଇଁ। ଆଗାମୀ ସମୟ ମୁଁ ବାରମ୍ବାର ଏଇଟା ଦିନ ମାନଙ୍କର କହୁଛି, ଭଲ ସମୟ ନାହିଁ, କିଛି ଭଲ ନାହିଁ। ସରକାର ବସି ଯୋଜନା କରୁଛନ୍ତି, ଏମିତି କରିବା ସେମିତି କରିବା। ସେଆଡେ ସଦାପ୍ରଭୁ ବି ଯୋଜନା କରୁଛନ୍ତି, ଇଆଡେ ଖ୍ରୀଷ୍ଟ ଯୋଜନା କରୁଛନ୍ତି, ଇଆଡେ ଭଣ୍ଡ ଖ୍ରୀଷ୍ଟ ବି ଯୋଜନା କରୁଛି। ଆମେ ଜଗତକୁ ନେଇ ବହୁତ ବଡ ବଡ ସ୍ୱପ୍ନ ଦେଖୁଛୁ, ଦିବା ସ୍ୱପ୍ନ ଭଳିଆ। ଆମର ଗୋଟିଏ ସ୍ୱପ୍ନ ହେବା ଦରକାର, ମୁଁ କେମିତି ଏ ଜଗତକୁ ପାରି ହେଇକି ଯାଇପାରିବି। ତା ଛଡା ଦ୍ୱିତୀୟ କିଛି ନାହିଁ। ଆପଣଙ୍କ ପବିତ୍ରତାକୁ ହରାନ୍ତୁ ନାହିଁ, କାରଣ ସେ ପବିତ୍ରତାର ସିଦ୍ଧ ଅଟନ୍ତି, ଆଉ ସେ ସିଦ୍ଧ ପବିତ୍ରତାର ପରମେଶ୍ୱରଙ୍କ ପାଖରେ ଆମେ କେମିତି ଯାଇପାରିବା? ସେ ସରଳ ଅଟନ୍ତି, ତାଙ୍କ ପାଖରେ କୌଣସି ଅଧର୍ମ ନାହିଁ, ଆଉ ସେଠାରେ କୌଣସି ଅଧର୍ମ ପ୍ରବେଶ କରିପାରିବନି, ଅଧର୍ମାଚାରୀ ମାନେ ବି ଯାଇପାରିବେନି। ପ୍ରଭୁ ଆପଣ ମାନଙ୍କୁ ଅନୁଗ୍ରହ କରନ୍ତୁ ଗୋଟେ ପ୍ରସ୍ତୁତ ଜୀବନ କାଟିବା ପାଇଁ, ଯେପରି କ୍ରୋଧର ଶିକାର ହେବା ପୂର୍ବରୁ ମଣ୍ଡଳୀ ଯିବା ସମୟରେ ଆପଣ ଉଠେଇ ନିଆଯିବେ। ପ୍ରାର୍ଥନା କରିବେ। ପିତା ପରମେଶ୍ୱର, ଆମେ ଆପଣଙ୍କୁ ଧନ୍ୟବାଦ ଦଉଛୁ। ଆପଣ ମହାନ ସାମର୍ଥ୍ୟ ପରମେଶ୍ୱର, ଆମେ ଆପଣଙ୍କ ପାଖକୁ ଆସୁଛୁ ପ୍ରଭୁ। এই ଜଗତ, ଏ ମନ୍ଦ ଜଗତ, ଏ ଭ୍ରଷ୍ଟ କଳଙ୍କିତ ଜଗତ, ଯାହା ଦିନକୁ ଦିନ ଆମମାନଙ୍କୁ ପ୍ରିୟ ଲାଗୁଛି, ଆପଣାର ମନେ ହେଉଛି, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କର ঊର୍ଧ୍ୱ ଦୃଷ୍ଟି କରି ବଞ୍ଚିବା ପାଇଁ। ଆମେ ଯେତେ ଦିନ ରହିଛୁ ପ୍ରଭୁ, ଆମେ କାର୍ଯ୍ୟ କରିବୁ, ବ୍ୟବସାୟ କରିବୁ, ବାଣିଜ୍ୟ କରିବୁ, କିନ୍ତୁ ପ୍ରସ୍ତୁତ ରହିବୁ। ଯେତେବେଳେ ଆପଣ ବାହାରି ଯିବା ପାଇଁ ଆଦେଶ ଦେବେ ପ୍ରଭୁ, ସବୁ ଛାଡି ଛୁଡି ଆମେ ବାହାରି ପାରିବୁ, ଏ ପ୍ରକାର ଅନୁଗ୍ରହ ପ୍ରଦାନ କର ପ୍ରଭୁ। ଏହା ମାନଙ୍କ ରହିବାର ସ୍ଥାନ ନୁହେଁ। ସେଦିନ ଆପଣ ଲୋକମାନଙ୍କୁ କହିଥିଲେ, ତୁମେ ପ୍ରବେଶ କରିବ, ସେ ସ୍ଥାନରେ ଯିବ, ଗୃହ ନିର୍ମାଣ କରିବ, ବୃକ୍ଷରୋପଣ କରିବ, ଫଳ ଖାଇବ, ପିଲାମାନଙ୍କୁ ବିବାହ ଦେବ, ସନ୍ତାନ ସନ୍ତତି ଲାଭ କରିବ, କିନ୍ତୁ ବାହାରି ଯିବା ସମୟରେ ତୁମେ ବାହାରି ପଳେଇବ। ପ୍ରଭୁ, ଏ ଜଗତ ଆମର ରହିବାର ସ୍ଥାନ ନୁହେଁ, ଏହା ଜାଣି ପ୍ରଭୁ
आम कर्ममय जीवन रे आम अलसुआ न होई आम कर्म तत्पर हेबु ता सहित प्रभु आम जाग्रत जीवन भी काटबू अनुग्रह करो प्रत्येक को आपण हस्त रखिली प्रभु से दुखित से सांत्वना दियो रोगग्रस्त लोक मान प्रति आपको दया हो प्रभु समस्या घर जो रही ताड़ना मध्य गति कर सुरक्षा आशीर्वाद करो दयामय स्वर्गस्थ पिता आपण नाम महिमा आदर गौरव जुगे जुगे हो प्रत्येक को पुणी थे आप बलवंत हस्त रखी